ମିଳିଥିବା ସୂଚନା ଅନୁଯାୟୀ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ତାରପୁର ବାଲିଘାଟ ନିୟମ ବିରୁଦ୍ଧରେ ଚାଲିଛି। ସନ୍ଧ୍ୟା 7ଟାରୁ ସକାଳ 9ଟା ପର୍ଯ୍ୟନ୍ତ ବେଧଡ଼କ ବାଲି ଚାଲାଣ, ତାହା ପୁଣି ବିନା ଟିପିରେ, ଯାହା ନିୟମ ବିରୁଦ୍ଧ। ଘାଟଟି ତାରପୁରର, କିନ୍ତୁ ବାଲି ଉଠୁଥିବା ସ୍ଥାନଟି ଅଲଗା ମୌଜା ବୋଲି ଜଣାପଡ଼ିଛି। ତାହା ତଦନ୍ତର ଆବଶ୍ୟକତା ରହିଛି। ସନ୍ଧ୍ୟା 7ଟା ପରେ ହାଇୱା ଚାଲିବା ଦ୍ୱାରା ସାଧାରଣ ଲୋକ ଭୟ କରୁଛନ୍ତି, କାରଣ ବ୍ରିଜର ଆଲୋକୀକରଣ କରାଯାଇନାହିଁ। ଲିଜ୍ ଘାଟରେ ଫଳକ ଲାଗିବାର ନିୟମ ରହିଛି, କିନ୍ତୁ ତାହା ପାଳନ କରାଯାଉନାହିଁ। ଅଧିକାଂଶ ଗାଡ଼ି ବିନା ଟିପିରେ ବାଲି ପରିବହନ କରୁଛନ୍ତି, ଯାହା ତଦନ୍ତର ଆବଶ୍ୟକତା ରହିଛି। ବାଲି ଘାଟ ପାଇଁ ସରକାରଙ୍କ କଡ଼ା ନିୟମ ରହିଛି ସତ, କିନ୍ତୁ ବାଲି ମାଫିଆ ଏବଂ ପ୍ରଶାସନ ମଧ୍ୟରେ ମଧୁଚନ୍ଦ୍ରିକା ହେତୁ ସବୁ ସମ୍ଭବ ହୋଇପାରୁଛି। ସାଧାରଣ ଜନତା ଘାଟରେ ଚାଲିଥିବା ବେନିୟମ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ପ୍ରଶାସନ ନିକଟରେ ଦାବି ରଖିଛନ୍ତି। तारपुर बालीघाटरू खबरीलाल को रिपोर्ट जागेशनी लाइव।